ଅଭିଶପ୍ତ ମୁଦି। ନନ୍ଦିତା ନିଜ ପିତାମାତାଙ୍କର ଏକମାତ୍ର ସନ୍ତାନ ଥିଲା। ଜଣେ ବଡ଼ ଭାଇ ଥିଲା ସୁଧୀର, ଯିଏକି କିଛି ଦିନ ପୂର୍ବରୁ ସାପ କାମୁଡ଼ିବାରୁ ମରିଯାଇଥିଲା। ଥରେ ନନ୍ଦିତା ନିଜ ମା ମାଧୁରୀକୁ କହିକି ଯାଇଥିଲା ସେ ନିଜ ସାଙ୍ଗ ପାଖକୁ ଯାଉଛି ବୋଲି, କିନ୍ତୁ ସେ ନଦୀ କୂଳକୁ ଚାଲିଗଲା। ଆଉ ସୁଧୀରକୁ ମନେ ପକାଇ କାନ୍ଦିବାକୁ ଲାଗିଲା। କାନ୍ଦି କାନ୍ଦି ତା ଆଖି ଲାଲି ହେଇଗଲା। ତାକୁ ବାରମ୍ବାର ସେଇ କଥା ମନେ ପଡ଼ୁଥିଲା କି ସେ ସୁଧୀର ସହିତ କେତେ ଖେଳୁଥିଲା। ଦୁଇଜଣ ସାଙ୍ଗ ହେଇ କେତେ ଆଡ଼େ ବୁଲି ଆସୁଥିଲେ। ଗଛ ଉପରେ ଚଢ଼ି ସିଏ ଆମ୍ବ ତୋଳେ, ଆଉ ସିଏ ଏପଟ ସେପଟକୁ ଦୌଡ଼ି ଆମ୍ବ ଗୋଟାଏ। ଥରେ ତ ଆମ୍ବ ଗଛ ଉପରୁ ଫୋପାଡ଼ିବା କାରଣରୁ ତା ନାକରେ ବାଜି ଯାଇଥିଲା। ସେତେବେଳେ ସୁଧୀର କହିଲା କି, ଆରେ ଘରେ କହିବୁନୁ କି ମୁଁ ଗଛ ଉପରେ ଚଢ଼ିକି ଆମ୍ବ ତୋଳୁଥିଲି ବୋଲି, ନହେଲେ ତତେ କେବେ ବି ମୋ ସାଙ୍ଗରେ ଆଣିବିନି। ସେ କାନ୍ଦି କାନ୍ଦି ଘରକୁ ଫେରିଲା। ମାଧୁରୀ ପଚାରିବାରୁ ସିଏ କହିଦେଲା କି ସେ ପଡ଼ିଯାଇଥିଲା ବୋଲି। ସେ ଦୁଇଜଣ ଦ୍ୱିପହର ସାରା ପୁରା ଗାଁ ବୁଲନ୍ତି। କେବେ କେବେ ଟ୍ୟୁବୱେଲ ପାଖକୁ ପଳେଇ ଯାଆନ୍ତି, ତ କେବେ ନଦୀ କୂଳକୁ ଯାଇ ନଦୀ ଭିତରେ ଗୋଡ଼ ବୁଡ଼େଇ ଘଣ୍ଟେ ପର୍ଯ୍ୟନ୍ତ ବସନ୍ତି। ହଠାତ୍ ସୁଧୀର ଚାଲିଯିବା ପରେ ତାର ପୁରା ଦୁନିଆ ବଦଳି ଯାଇଥିଲା। ଯେତେବେଳେ ସେ ଘରକୁ ଆସିଲା ତ ମାଧୁରୀ ତାର ଉଦାସ ଚେହେରାକୁ ଦେଖି କହିଲା, କଣ ହେଲା? କୋଉଠୁ ଆସିଲୁ? ସେ ମାଧୁରୀ କୋଳରେ ମୁଣ୍ଡ ରଖି କାନ୍ଦିବାକୁ ଲାଗିଲା। ତୁ ନଦୀ କୂଳକୁ କାହିଁକି ଯାଉଛୁ ଝିଅ? ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛି। ଏବେ ତାକୁ ମନେ ପକେଇ ନିଜ ଦେହକୁ ଖରାପ କରିନି। ଜୀବନ ତ ଜିଇବାର ଅଛି ନା। ଏତିକି କହୁ କହୁ ମାଧୁରୀର ଗଳା ରୁଦ୍ଧ ହେଇଗଲା। ମାଧୁରୀ ନନ୍ଦିତାକୁ ଚୁପ୍ କରେଇଲା। ତାପରେ ତାକୁ ଖାଇବାକୁ ଦେଲା। କିଛି ସମୟ ପରେ ହିଁ ସେ ଶୋଇଗଲା। ସେମିତି ଦେଖିବାକୁ ଗଲେ ନନ୍ଦିତା ବହୁତ ଖୁସି ଆଉ ଚୁଲବୁଲି ଝିଅଟିଏ ଥିଲା। ସମସ୍ତଙ୍କ ସହିତ ମିଶି ଯାଉଥିଲା। ଅନ୍ୟକୁ ହସେଇ ହସେଇ ପାଗଳ କରେଇ ଦଉଥିଲା। ତାର ଗୋଟିଏ ଅଭ୍ୟାସ ଯୋଗୁଁ ସମସ୍ତେ ଚିନ୍ତିତ ରହୁଥିଲେ। ସେ ସମସ୍ତଙ୍କର ଛୋଟ ଛୋଟ କଥାରେ ମଜାକ ବନେଇ ଦିଏ। କିନ୍ତୁ ସୁଧୀର ଚାଲିଯିବା ପରେ ସିଏ ଏକଦମ ଗୁମସୁମ ହେଇଯାଇଥିଲା। ସାରା ଦିନ ଘରେ ହିଁ ପଡ଼ି ରହୁଥିଲା। ପୁଅର ଚାଲିଯିବାର ଦୁଃଖ ମାଧୁରୀକୁ ଭିତରୁ ଭିତରୁ ଯନ୍ତ୍ରଣା ଦଉଥିଲା। କିନ୍ତୁ ସେ ଝିଅ ସାମ୍ନାରେ କେବେ କାନ୍ଦୁ ନଥାଏ। ସ୍ୱାମୀ ତ କେବେଠୁ ସେ ତିନି ଜଣଙ୍କୁ ଛାଡ଼ିକି ଚାଲି ଯାଇଥିଲେ। ଏକମାତ୍ର ପୁଅର ହିଁ ସାହାରା ଥିଲା। ଏଇ କିଛି ଦିନ ପୂର୍ବରୁ ହିଁ ତ ତାର ଚାକିରି ହେଇଥିଲା। କେତେ ଖୁସି ଥିଲା। କହୁଥିଲା, ମା ଏବେ ନନ୍ଦିତାକୁ ଜଲ୍ଦି ଜଲ୍ଦି ବାହା କରେଇଦବା, ମୁଣ୍ଡରୁ ଗୋଟେ ବୋଝ ଯିବ। ନନ୍ଦିତା ତାକୁ ଚିଡ଼େଇ ଭିତରକୁ ଦୌଡ଼ି ଯାଉଥିଲା। ଯୋଉଦିନ ସୁଧୀରକୁ ବଗିଚାରେ ସାପ କାମୁଡ଼ି ଦେଇଥିଲା, ସେଇଦିନ ତା ହାତରେ ଗୋଟେ ହୀରାର ମୁଦି ଥିଲା, ଯୋଉଟାକି ତା ବାପାଙ୍କର ଥିଲା। ଆଉ ମାଧୁରୀ ସେଇ ମୁଦିଟିକୁ କିଛି ଦିନ ପୂର୍ବରୁ ତା ଜନ୍ମଦିନରେ ତାକୁ ପିନ୍ଧେଇଥିଲା। ମାଧୁରୀ ସେଇ ଦିନ ତା ହାତରୁ ସେ ମୁଦିଟିକୁ ବାହାର କରି ଫୋପାଡ଼ି ଦେଇଥିଲା। ଆଉ ନନ୍ଦିତାକୁ କାନ୍ଦି କାନ୍ଦି କହିଥିଲା, ଏହି ମୁଦି ଅଭିଶପ୍ତ ଅଟେ। ମତେ ଆଭାସ ହେଇଛି ତୋ ବାପାକୁ ଏହି ମୁଦିଟା ରାସ୍ତାରେ କୋଉଠି ପଡ଼ିଥିବାର ମିଳିଥିଲା। ଯେତେବେଳେ ସେ ମତେ ଦେଖେଇଥିଲେ ମୁଁ ତାଙ୍କୁ କହିଥିଲି, ଆରେ ଇଏ ତ ସତ ସତିକା ହୀରା। ଆଉ ଆମେ ୟାକୁ ବଣିଆ ପାଖରେ ବି ଦେଖେଇଥିଲୁ। ସେତେବେଳେ ତ ବାପା ବହୁତ ଖୁସିରେ ଏଇ ମୁଦିଟିକୁ ପିନ୍ଧି ଦେଇଥିଲେ। ସିଏ ବି ୟାକୁ ବର୍ଷ ସାରା ପିନ୍ଧି ପାରିନଥିଲେ। ସେତେବେଳେ ମୁଁ ଭାବି ନଥିଲି କି ଏଇ ମୁଦି ହିଁ ଅଭିଶପ୍ତ। ସୁଧୀରକୁ ତ ଏହା ଭାବିକି ଦେଇଥିଲେ କି ଏଇଟା ପୁରାପୁରି ନୂଆ। ସିଏ ବହୁତ ଖୁସି। ତାକୁ ଏଇଟା ଭଲ ଲାଗିବ। ଆଉ ନିଜ ବାପାଙ୍କର ସନ୍ତକ ଭାବି ସେ ବହୁତ ଖୁସି ହେଇଯିବ। ମୁଁ କଣ ଭାବିଥିଲି କି ଅଭିଶପ୍ତ ମୁଦିଟି ମୋ ପୁଅ ପାଇଁ କାଳ ହବ ବୋଲି। ସୁଧୀରର ପାର୍ଥିବ ଶରୀରକୁ ନଦୀରେ ବୁହାଇ ଦିଆଯାଇଥିଲା। ନନ୍ଦିତା ସମସ୍ତଙ୍କ ଠାରୁ ଲୁଚେଇ ସେ ମୁଦିଟିକୁ ନିଜ ପାଖରେ ରଖିଦେଇଥିଲା। ଥରେ ମାଧୁରୀ ତା ଗୃହକୁ ସଫା କରୁଥିଲା। ସେ ଦେଖିଲା କି ସେ ମୁଦିଟି ନନ୍ଦିତାର ତକିଆ ତଳେ ହିଁ ପଡ଼ିଥିଲା। ତାକୁ ହାତରେ ନଉ ନଉ ତାକୁ ଯେମିତି ଲାଗିଲା ତା ମୁଣ୍ଡ ବୁଲେଇ ଦଉଛି ବୋଲି। ସିଏ ସେ ମୁଦିଟିକୁ ଉଠେଇଲା ଆଉ ସମ୍ପୂର୍ଣ୍ଣ ବଳ ପ୍ରୟୋଗ କରି ତାକୁ ଝରକା ବାହାରକୁ ଫୋପାଡ଼ି ଦେଲା। ସେ ଦେଖିଲା କି ଠିକ୍ ସେଇ ସମୟରେ ଅଳିଆ ଗୋଟଉଥିବା ଗୋଟେ ଝିଅ ସେଇପଟେ ଯାଉଥିଲା। ତା ନଜର ସେଇ ମୁଦି ଉପରେ ପଡ଼ିଲା ତ ସେ ଏପଟ ସେପଟକୁ ଦେଖିଲା ଆଉ ତାକୁ ଉଠେଇ ରଖିନେଲା। ନନ୍ଦିତା ଯେତେବେଳେ କଲେଜରୁ ଆସିଲା ତ ମାଧୁରୀ ତାକୁ କହିଲା, ତୁ ସେ ମୁଦିକୁ କାହିଁକି ସାଇତିକି ରଖିଥିଲୁ? ମୁଁ ତ ଫିଙ୍ଗି ଦେଇଥିଲି ନା।
ନନ୍ଦିତା ମୁଣ୍ଡ ତଳକୁ କରି ଛିଡ଼ା ହେଇ ରହିଲା। ମା, ମୁଁ ଭାବିଥିଲି କି ଏହା ତୁମ ମନର ଭ୍ରମ ଅଟେ ବୋଲି, ସେଇଥିପାଇଁ ମୁଦିଟିକୁ ଚୁପଚାପ ଲୁଚେଇ ଦେଇଥିଲି। ଯେତେବେଳେ ଭାଇର କଥା ମନେ ପଡୁଥିଲା, ୟାକୁ ବାହାର କରି ଦେଖି ଦଉଥିଲି। ମାଧୁରୀ ନନ୍ଦିତାର ଲୁହକୁ ନିଜ କାନିରେ ପୋଛିଦେଲା। ସୁଧୀରକୁ ମରିବାର 3 ବର୍ଷ ବିତି ଯାଇଥିଲା। ନନ୍ଦିତା ଏବେ ଚାକିରି କରିବାକୁ ଲାଗିଥିଲା। ମାଧୁରୀ ଯେବେ ବି ତାକୁ କହୁଥିଲା, ଏବେ ତ ବାହାଘରର କଥା ପକେଇବି, ସେ ମନା କରି ଦଉଥିଲା ଆଉ କହୁଥିଲା, ନାଇଁ ମା, ମୁଁ ତତେ ଏକା ଛାଡ଼ିକି କୋଉଠିକି ବି ଯିବିନି। ମାଧୁରୀ ଭାବେ କି କେତେ ଦିନ ପର୍ଯ୍ୟନ୍ତ ଝିଅଟି କୁଆଁରୀ ରହିବ। ଥରେ ନନ୍ଦିତା ଅଫିସ ଯିବା ପରେ ମାଧୁରୀ ଯାଇ ଦ୍ୱିପହର ସମୟରେ ଶୋଇଥିଲା କି ସେତେବେଳେ କବାଟ ଖଟଖଟ ହେବାର ଶବ୍ଦ ଶୁଭିଲା। ଯେତେବେଳେ ସେ ବାହାରକୁ ଯାଇ ଦେଖେ ତ ସେ ଯାହା ଦେଖେ ତା ଉପରେ ବିଶ୍ୱାସ କରିବା ଅସମ୍ଭବ ଥିଲା। ତା ସାମ୍ନାରେ ତା ପୁଅ ସୁଧୀର ମହିଳା ବସ୍ତ୍ରରେ ଛିଡ଼ା ହେଇଥିଲା। ତାକୁ ଦେଖିବା କ୍ଷଣି ହିଁ ସେ ବାରମ୍ବାର ତାକୁ ଛୁଇଁ କରି ଦେଖୁଥିଲା। ମା, ମୋତେ ପାଣି ପିଆଇ ଦିଅ। ତା ସ୍ୱର ଶୁଣିବା ପରେ ସେ ହୋସରେ ଆସି କହିଲା, ହଁ ହଁ, ଭିତରକୁ ଆସି ପୁଅ। ଆଉ ଦୌଡ଼ି କରି ଯାଇ ପାଣି ନେଇ ଆସିଲା। ମା, ମୋତେ ନଦୀରୁ କେହି ଜଣେ ଉଦ୍ଧାର କରିଥିଲେ। ତାଙ୍କ ଭିତରୁ କେହି ଜଣେ ସାପର ବିଷ କାଢ଼ିଲା ବାଲା ବି ଥିଲା। ସେ ମୋତେ ଦେଖୁ ଦେଖୁ ଜାଣିଦେଲେ କି ମୋତେ ସାପ କାମୁଡ଼ିଛି ବୋଲି। ସେ ଅନେକ ଦିନ ପର୍ଯ୍ୟନ୍ତ ପ୍ରୟାସ କରି ଶେଷରେ ମୋ ଦେହରୁ ସାପର ବିଷ କାଢ଼ିଦେଲେ। ତା ପରଠୁ 4-5 ମାସ ପର୍ଯ୍ୟନ୍ତ ମୋର ବହୁତ ସେବା କରିଲେ। ଯେତେବେଳେ ସେ ମୋତେ ପଚାରିଲେ କି ମୁଁ କିଏ ବୋଲି, ସେତେବେଳେ ମୁଁ କିଛି ବି କହିପାରିଲିନି। ମୋ ଶରୀର ଭିତରେ ଜୀବନ ତ ଆସିଯାଇଥିଲା, କିନ୍ତୁ ମୁଁ ସ୍ମରଣ ଶକ୍ତି ହରେଇ ବସିଥିଲି। ସେଇ ଦିନଠାରୁ ସେଇ ଲୋକମାନଙ୍କ ସହ ମୁଁ ସହରରୁ ସହର ବୁଲେ। 4 ଦିନ ପୂର୍ବରୁ ହିଁ ମୁଁ ହଠାତ୍ ବେହୋସ ହେଇଗଲି। ଆଉ ଯେତେବେଳେ ମୁଁ ହୋସରେ ଆସିଲି, ମୋର ସବୁ କିଛି ମନେ ପଡ଼ିଗଲା। ମୁଁ ତାଙ୍କୁ ୟାର ଆଭାସ ହେବାକୁ ଦେଲିନି। ଆଉ ସେଇ ଦିନଠୁ ସେଠୁ ପଳେଇ ଆସିବି ବୋଲି ଯୋଜନା କରି ଆଜି ସଫଳ ହେଇଛି। ସୁଧୀର ବହୁତ ଡରି ଯାଇଥିଲା। ଯଦି ସେମାନେ ତତେ ଖୋଜି ଖୋଜି ଏଇଠାକୁ ପଳେଇ ଆସିବେ ତ? ସେତେବେଳର କଥା ସେତେବେଳେ ଦେଖାଯିବ। ମା, ଏବେ କିଛି ଖାଇବାକୁ ଦେଇଦିଅ। ମା ନିଜ ପୁଅକୁ କୋଳାଗ୍ରତ କରିଲା ଆଉ ରୋଷେଇ ଘରକୁ ତା ପାଇଁ କିଛି ଖାଦ୍ୟ ବନେଇବା ପାଇଁ ଚାଲିଗଲା। ସନ୍ଧ୍ୟାବେଳେ ଯେତେବେଳେ ନନ୍ଦିତା ଘରକୁ ଫେରେ ଆଉ ମା ସହିତ ସୁଧୀରକୁ ବସିବାର ଦେଖେ, ସେ ପାଗଳଙ୍କ ପରି ତାକୁ ଦେଖୁଥାଏ। ସୁଧୀର ସବୁ କଥା ତାକୁ ଆଉଥରେ କହି ଶୁଣେଇଲା, ଯାହା ସେ ନିଜ ମାକୁ କହିଥିଲା। ନନ୍ଦିତାକୁ ନିଜ କାନ ଉପରେ ବିଶ୍ୱାସ ହଉନଥିଲା। ସେ ଦୌଡ଼ି ଦୌଡ଼ି ଯାଇ ଭାଇକୁ କୋଳାଗ୍ରତ କରିଲା। ଭାଇ, ତୁ ବିନା ଏଇ 3 ବର୍ଷ ଆମେ ଜୀବନ କେମିତି କାଟିଛୁ ସେଇଟା କେବଳ ଆମେ ହିଁ ଜାଣିଛୁ। ମା, ବୋଧହୁଏ ସାପ କାଟିବା ଦ୍ୱାରା ଶରୀରକୁ ନଦୀରେ ପ୍ରବାହିତ କରିବା ଏଇଟା ହିଁ ନିୟମ। ମା, ସତରେ ତମେ କହୁଥିଲ କି ଏଇ ମୁଦି ହିଁ ଅଭିଶପ୍ତ। କୁହୁକ ଜର୍ସି। ନିଶାନ୍ତ ଛୋଟ ଥିଲା ସେବେଠୁ ତାକୁ କ୍ରିକେଟ ମ୍ୟାଚ୍ ଦେଖିବା ଆଉ ଖେଳାଳିମାନଙ୍କର ବିଭିନ୍ନ ମୁଦ୍ରାର ନକଲ କରି ବ୍ୟାଟ୍ ବୁଲେଇବା, ବଲ୍ ଫୋପାଡ଼ିବା ଏସବୁ ବହୁତ ପସନ୍ଦ ଥିଲା। ଯେବେ କେବେ ବି କଲେଜରେ ଏଇ ପ୍ରଶ୍ନ ଆସୁଥିଲା କି ତମେ ବଡ଼ ହେଇ କ'ଣ ବନିବ, ସବୁବେଳେ ତାର ଗୋଟିଏ ହିଁ ଜବାବ ଥିଲା, କ୍ରିକେଟ ପ୍ଲେୟାର ବନିବ। ତା ବାପା ତାକୁ ବୁଝାନ୍ତି, ଆରେ ଇଏ ତ ତମର ସୌକ, କିନ୍ତୁ ବଡ଼ ହେଇ ଇଞ୍ଜିନିୟର, ଡକ୍ଟର ନହେଲେ ସାଇଣ୍ଟିଷ୍ଟ କ'ଣ ବନିବ? ନିଶାନ୍ତ କୁହେ, କ୍ରିକେଟ ପ୍ଲେୟାର ହିଁ ବନିବି। ଯେତେବେଳେ ସେ ଏକାଦଶ କକ୍ଷରେ ପହଞ୍ଚିଲା, କ୍ରିକେଟ କୋଚିଂ ବି ଜଏନ୍ କରିନେଲା। ତା ସୌକ ଦିନକୁ ଦିନ ଲକ୍ଷ୍ୟରେ ପରିଣତ ହେବାରେ ଲାଗିଥିଲା। ଏକଦା ନିଶାନ୍ତର କୋଚିଂ ସେଣ୍ଟରରୁ ତାଙ୍କ ବାପା ମାଙ୍କୁ ମ୍ୟାଚ୍ ଦେଖିବା ପାଇଁ ଫୋନ୍ ଆସିଲା। 2 ଜଣ ମ୍ୟାଚ୍ ଦେଖିବାକୁ ଚାଲିଗଲେ। ତା ଟିମ୍ ଜିତିଗଲା। ସେ ବହୁତ ଖୁସି ଥିଲା। ଘରକୁ ଆସିବା ପରେ ତା ବାପା ତାକୁ କହିଲେ, ନିଶାନ୍ତ, ତମେ ସବୁବେଳେ ପଛରେ କାହିଁକି ରହୁଛ? ନାଇଁ ବାପା, ମୁଁ ତ ପଛରେ ରହୁନି। ବାପା କହିଲେ, ତମେ ତୁରନ୍ତ ଦୌଡୁନ, ଯେତିକି ଏନର୍ଜି ରହିବା ଦରକାର ସେତିକି ରହୁନି। ନିଶାନ୍ତ ବାପାଙ୍କର ଏସବୁ କଥାକୁ ଅଣଦେଖା କରିଦିଏ। ତା ବାପା ତାଙ୍କ ମାଙ୍କୁ କୁହନ୍ତି, ଆରେ ୟାକୁ ତ ନିଜକୁ ବି ଜଣା ପଡୁନି କି ତାର କ'ଣ କମି ରହୁଛି ଖେଳରେ। ନିଶାନ୍ତର କଲେଜରେ 2 ଜଣ ଇଞ୍ଜିନିୟରିଂ ଛାତ୍ର କେଶୁ ଆଉ ଅମନ ପ୍ରିନ୍ସିପାଲଙ୍କୁ ଦେଖା କରିବାକୁ ଆସିଲେ।
तापरे प्रिंसिपल नोटिस पठेइले कि क्रिकेट टीम रो सब पिला माने पड़िया को आसी जांतु। 2 जण टीम रो लोक क्रिकेट पाई पड़िया को आसी गले। केशु समस्त को गोटे जर्सी देखैला आउ कहिला कि एई जर्सी को पिंधिकी जेतेबेले तमे माने खेलिबा तमको निजको जଣା पड़िजिबो कि तम भितरे कोठी कोन असुविधा अछि। ए सब जଣା पड़िला परे तम मानकर कोच तमको सिखाई दबो जो जिनसरे आपण टिके पछुआ थिबे। जहा को जर्सी नबार अछि से काली निज ना कहि देबे जहा फलरे आमे जर्सी तयारी करि परिबु। निशांत अमन को पचारिला या दाम केते? अमन कहिला केवल 10,000। निशांत जेतेबेले घर को आसिला से निज बापा को कहिला बापा मते जर्सी किनिबार अछि। की जर्सी? से कहिला आजी कॉलेज को 2 जण इंजीनियर आसीथिले से माने 2 जण गोटे जर्सी बनैचंती जहा को पिंधी खेलिबा द्वारा मते जणा पड़िजिबो कि मु निज खेलरे निज असुविधा केमिति दूर करि परिबी। अच्छा जर्सी विषय रे कोनोसी नोटिस अछि तुम बकरे? से प्रिंसिपल साइन करिथबा गोटे नोटिस बाहर करि देई देला। निशांत रो बापा ध्यान देई से नोटिस टिकु पढिले आउ कहिले ठीक अछि जदि प्रिंसिपल साइन करिचंती ताहले ठीक ही हेइथिबो नाटा देई दियो। निशांत बहुत खुशी हे गला। ता पर दिन से कॉलेज जाई स्पोर्ट्स टीचर को पाखरे से जर्सी पाई निज ना देई देला। गोटिए सप्ताह रे जर्सी आसी गला। निशांत आउ पूरा कॉलेज रो पिला माने जर्सी पिंधी क्रिकेट खेलंती आउ देखु देखु स्पोर्ट्स टीचर को सफा सफा बुझा पड़ी गला कि पिला माने को जगह ठीक से खेलुचंती आउ को जगह खेलु नाहंती। तांको भितरे कोन अभाव रहिछि। जर्सी टी कुहुक जर्सी थिला। एई कथार अनुभव तांको सेतबेले हेला जेतबेले पिला मानकर प्रदर्शन रे अत्यधिक परिवर्तन देखा टीचर टिके आश्वस्त अनुभव कले। पिला माने कुहुक जर्सी पिंधी प्रैक्टिस करंती आउ देखु देखु 6 मास भितरे सबु पिला माने क्रिकेट खेलिबारे माहिर हे गले। निशांत जेतबेले घर को आसे तो बहुत खुशी हेई मां को कहे मां आज अलगा कॉलेज सहित मैच थिला आउ आम टीम जीती गला। केबे केबे तांकू अन्य शहर को खेलिबा पई जिबा को पडुथाय आउ सबु जगारु तांको स्कूल जीतिकी ही आसे। जेतबेले तार द्वादश परीक्षा फल आसिला तो से बहुत भल नंबर रे पास हो जाइथिला। कॉलेज रे गोटिए सप्ताह परे मैच थिला से भी निज ना देई देइथिला। निशांत जादुई जर्सी को भीतर पिंधी ता ऊपर कॉलेज रो शर्ट पिंधिला। जर्सी क्रिकेट खेलिबारे ता आत्मविश्वास को बढ़ाई देइथिला। से सेई दिन 3टी छक्का मारिला। संपूर्ण कॉलेज रे तारी चर्चा हेबारे लागिला। किछि दिन परे निशांत को निज टीम रो कैप्टेन भाबे चयन करागला। निशांत भाबे कि जदि ताकु से कुहुक जर्सी मिली न थांता से कोन केबे एते भलो खेली पारि थांता। एबे तो से स्टेट लेवल रो क्रिकेट मैच खेलिबारे लागिथिला। एकदा जेतेबेले से बीकॉम रो फाइनल ईयर रे थिला सेतेबेले कॉलेज तरफरु ताकु गोटे मैच खेलिबा पई दिल्ली जिबार थिला। से मैच अत्यंत महत्वपूर्ण थिला। मैच आरंभ हैला। निशांत 4टा छक्का मारिला आउ 3टी विकेट नेला किंतु शेष बॉल कैच करिबा समय रे से कैच तो करि नेला किंतु ता गोड़ खसी गला आउ ताकु गोड़ रे बहुत आघात लागिला। टीम तो जीती गला। निशांत को मैन ऑफ द मैच रो पुरस्कार भी मिलिला किंतु जंत्रणा रे से पीड़ित थिला। जेतेबेले डॉक्टर को देखा गला डॉक्टर कहिला कि हेयर क्रैक अछि फिजियोथेरापी करिबा को पड़िबो। से सबु दिन फिजियोथेरापी पई जाउथला। किछि दिन परे फिजियोथेरापिस्ट ताकू गोटे जर्सी पिंधिबा पई देले। से जर्सी देखि से आश्चर्य हो गला आउ कहिला ए जर्सी रो ए थेरापी रे कोन काम अछि? ये तो मो पाखरे बहुत दिन पूर्वरु अछि। तापरे से कहिले एई जर्सी को पिंधिले जेमिति आपन को जଣା पड़े कि खेल रे कोठी कोठी कोन भूल रहिछि ठीक सेमिति मते भी जଣା पड़े कि आपन को गोड़ रे कोन कोन असुविधा रहिछि। निशांत आश्चर्यचकित हो गला। सी भाबिबारे लागिला ए जादुई जर्सी तो एठी भी ता पाख छाड़िला नहीं। से आश्वस्त हो जाइथिला कि एबे तो से ठीक हो जिबा। गोटे मासरे ही से पूरा भलो हो गला। गोटे वर्ष परे से क्रिकेट रो प्लेयर हेई लक्ष लक्ष टंका कमेइबारे लागिला। जादुई जर्सी ताको बहुत किछि देई देइथिला।